हेलो हेलो ପିଲାମାନେ ଆଜି ଆମେ ସିଟେଟ୍ 2024 ର ଜାନୁଆରୀ ମାସର ଯୋଉ ହେଇଥିଲା ଏକ୍ଜାମ ଟା ସିଟେଟ୍ ତାର ଆମେ ଓଡ଼ିଆ ଲାଙ୍ଗୁଏଜ ପେପର ଡିସ୍କସନ କରିବାକୁ ଯାଉଛି। ଓଡ଼ିଆ ଲାଙ୍ଗୁଏଜ ଏଇଟା ହଉଛି ଏମ୍ ସେଟ୍ ର। ଠିକ ଅଛି ପିଲାମାନେ, ତ ଚାଲନ୍ତୁ ଆମେ ଡିସ୍କସନ କରିବା। ମୁଁ ଆଉ ପାରାଗ୍ରାଫ ପଢିବିନି ପିଲାମାନେ, ଡାଇରେକ୍ଟ କ୍ୱେଶ୍ଚନ ଆନ୍ସର କରିବି। ତ ଏଇଟା ସବୁ ନିଜେ ଦେଖିଦେବ ଟିକେ ଭଲ ଭାବରେ। ଭାଷା ପରୀକ୍ଷାର୍ଥୀ ଭାଷା 1 ଭାବରେ ଓଡ଼ିଆ ଭାଷା ବାଛିଥିଲେ। ଭାଗ 4 ରେ ଅଛି ଏଇଟା। ଆଉ ହେଲା, ଏଇଟା 91 ରୁ ଷ୍ଟାର୍ଟ ହଉଛି 120 ଯାଏ ହେବ। ଆମର ଲାଙ୍ଗୁଏଜ 1 ଟା ରହିବ। ଲାଙ୍ଗୁଏଜ 1 ଟା ରହୁଛି 91 ରୁ 120 ଯାଏ ରହିବ। ଆଉ ତାପରେ 120 ରୁ 150 ଯାଏ ସେଟା ଲାଙ୍ଗୁଏଜ 2 ରହୁଛି, ଯୋଉଟା କି ଯୁକ୍ତବାଚିତ୍ର ଇଂଲିଶ ଟା ଏହାର ଅଛି, ତାର ଅଛି ଏଇଟା ହେଲା। ତ ପିଲାମାନେ ଆମେ ଡିସ୍କସନ କରିବା, ଚାଲ ପାରାଗ୍ରାଫ ସ୍କିପ କରିଦେବା, ନିଜେ ପଢିଦେବ ହେଲା। ଚାଲ, ଅନୁଚ୍ଛେଦରେ ଅଦୃଷ୍ଟ କର୍ଣ୍ଣଧାର କିଏ? ଅନୁଚ୍ଛେଦରେ କାହାକୁ ଅଦୃଷ୍ଟ କର୍ଣ୍ଣଧାର କୁହାଯାଇଛି? ଈଶ୍ୱରଙ୍କୁ। ଓଡ଼ିଆ ମାନେ ନିଜ ରାଜ୍ୟ ଛାଡି ବାହାରକୁ କାହିଁକି ଯାଆନ୍ତି? କାହିଁକି ଯାଆନ୍ତି ବାହାରକୁ? ଆନ୍ସର ହେଇଯିବ କଣ? କର୍ମ ଅନୁସନ୍ଧାନ ପାଇଁ। ଠିକ ଅଛି ପିଲାମାନେ, ପୁରୀରେ ପଣ୍ଡାମାନେ କେଉଁ ଭାଷାରେ କଥାବାର୍ତ୍ତା କରୁଥିଲେ? ପୁରୀରେ ପଣ୍ଡାମାନେ ବଙ୍ଗଳା ଭାଷାରେ କଥା କହୁଥିଲେ। ଲେଖକଙ୍କ ଜୀବନର ଲକ୍ଷ୍ୟ କଣ ଥିଲା? ଲେଖକଙ୍କ ଜୀବନର ଲକ୍ଷ୍ୟ ଥିଲା ପ୍ରାଥମିକ ସ୍ତରରେ ଶିକ୍ଷକତା କରିବା। ପ୍ରତିବେଶୀ କହିଲେ କଣ ବୁଝାଯାଏ? ପ୍ରତିବେଶୀ କହିଲେ ପଡୋଶୀଙ୍କୁ ବୁଝାଯାଏ। ନମ୍ବର 96, ପାଚକ ଶବ୍ଦର ଅର୍ଥ କଣ? ପାଚକ ଶବ୍ଦର ଅର୍ଥ ରୋଷେୟା ହେଲା ପିଲାମାନେ। 97 ଦେଖିବା, ଲେଖକଙ୍କ ଜନ୍ମ ଓ ଜୀବନ କେଉଁ ପରିସ୍ଥିତିରେ ସମ୍ପୃକ୍ତ ଥିଲା? ତାଙ୍କ ଜନ୍ମ ଜୀବନ କାହା ସହ ସମ୍ପୃକ୍ତ ଥିଲା? ଅବିଶ୍ୱାସ ସହିତ ସମ୍ପର୍କିତ ଥିଲା। 98, ଅବିଶ୍ୱାସ କେଉଁ ସମାସ? ଅବିଶ୍ୱାସ ଏର ଟ୍ରିକ୍ କଣ ଅଛି ପିଲାମାନେ? ନ ପୁରୁଷ ପାଇଁ ନ ଲାଗିଥିବ ନା, ନ ଅଛି ଏଠିରେ। ନ ବିଶ୍ୱାସ ଅବିଶ୍ୱାସ, ସବୁ ଜାଣିଛ। ନ ବିଶ୍ୱାସ ହଉଛି ଅବିଶ୍ୱାସ, ନ ଲାଗିଲେ କଣ ହବ? ନ ପୁରୁଷ ହେଲା। 99 ଦେଖିବା, ଓଡ଼ିଶାର ଉଚ୍ଚତମ କର୍ମ ପାଇଁ ଡେସ୍କ ନାହାନ୍ତି ବୋଲି ଭାରତୀୟଙ୍କ ଧାରଣା। କଣ ଆନ୍ସର ଟା? ଯୋଗ୍ୟ ଲୋକ ନାହାନ୍ତି ବୋଲି ତାଙ୍କର ଧାରଣା। ତାପରେ ଏଟା ଗଲା ଗଦ୍ୟାଂଶ। ଗଦ୍ୟାଂଶଟା କେତେଟା କ୍ୱେଶ୍ଚନ ଅଛି? 9ଟା କ୍ୱେଶ୍ଚନ ଅଛି। ଆଉ ପଦ୍ୟାଂଶ ରହିବ ବାକି କେତେଟା? 9 6ଟା ରହିବ। ଏଇଟା ଦେଖିବେ 100 ରୁ 1 2 3 4 5 6 6ଟା ରହୁଛି ହେଲା। ଟୋଟାଲ 15ଟା ରହିବ ପ୍ୟାସେଜ ରୁ, ବାକି 15ଟା ପେଡାଗୋଗୀରେ ଆସିବ ହେଲା। ତ ଏଇଟା ଟିକେ ଦେଖିଦବ ତମ ମାନେ, ଏଇ ଯୋଉ କବିତାଂଶଟା ଅଛି ପଢି ନେଇଯିବ, ଡାଇରେକ୍ଟ ଆନ୍ସର କରୁଛି ହେଲା। ଇନ୍ଦିରା କୋଠ ଭଣ୍ଡାର ଚନ୍ଦ୍ରଭାଗାଙ୍କୁ କଣ ଦେଇଥିଲେ? ଇନ୍ଦିରା କୋଠ ଭଣ୍ଡାର ଚନ୍ଦ୍ରଭାଗା କଣ ଦେଇଥିଲେ? ବସ୍ତ୍ରଭୂଷଣ ଦେଇଥିଲେ। 101, ସରି କୁଆଡେ ଗଲା? ବର୍ଣ୍ଣାଳୟର କେଉଁ ବିଚ୍ଛେଦ ଠିକ୍? ୟାର ସନ୍ଧି ବିଚ୍ଛେଦ କଲେ କଣ ହବ? ୟାକୁ ସନ୍ଧି ବିଚ୍ଛେଦ କଲେ କଣ ହବ? ନା ବରୁଣ ପ୍ଲସ୍ ଆଲୟ। ରୂପାସ୍ତ୍ର କାହାକୁ ବୁଝାଉଛି? ରୂପାସ୍ତ୍ରଟା ମଦନକୁ ବୁଝାଉଛି। 103 ଦେଖିବା, ରମାଙ୍କର ବାସଭବନ କେଉଁଠାରେ ଅଛି ବୋଲି କୁହାଯାଇଛି? ରମାଙ୍କର ବାସଭବନ କୋଉଠି ଅଛି? ସମୁଦ୍ରରେ ଅଛି। ରୂପରାଜ୍ୟ କେଉଁ ବ୍ୟାସ ବାକ୍ୟରେ ଠିକ୍? ରୂପରାଜ୍ୟର କେଉଁ ବ୍ୟାସ ବାକ୍ୟରେ ଠିକ୍? ରୂପର ରାଜ୍ୟ, ରୂପରାଜ୍ୟ। ନବକଳେଇକା, ଏଥିରେ କଳିର ଅର୍ଥ କଣ? କଳିର ଅର୍ଥ ହଉଛି କଢି। କଢିକୁ ଆମେ କଳି ବଳି କହିବା। 106, କୋଚିକଡିରେ ମାଲୟାଲମ କହୁଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ସେହି ଏକା ଜାଗାରେ ଏକ ଭାଷା କହୁଥିବା ଲୋକଙ୍କ ଠାରୁ ସାମାନ୍ୟ ବ୍ୟତିକ୍ରମ ମନେ ହୋଇଥାନ୍ତି। ସେହି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମାଲୟାଲମ କଥନକୁ କଣ କୁହାଯାଏ?
ମାଳଦ୍ୱୀପର ସାମାଜିକ ଭାଷା। କଣ କହିଛି ପିଲାମାନେ ଏଠି? ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଯେଉଁ ଭାଷାରେ ଥାଇ କହନ୍ତି, ସେମାନେ ସମାଜରେ ଥାଇ କହନ୍ତି, ସେଟା ହଉଛି ସାମାଜିକ ଉପଭାଷା ତାଙ୍କର ହେଲା। ଏବେ ଆସିଲା ପେଡାଗୋଗି ସେକ୍ସନ ଷ୍ଟାର୍ଟ ହବ। ଏଇଟା ଟିକେ ଭାବିଚିନ୍ତି କରିବ ସମସ୍ତେ। ମୁଁ ଆନ୍ସର କରୁଛି ହେଲା। ବିଭିନ୍ନ ଦଳର ପିଲାଙ୍କୁ ନିମ୍ନ ଶିକ୍ଷଣ କାର୍ଯ୍ୟ ଦିଆଯାଇଥିଲା। ଏଥିରେ ମଧ୍ୟରୁ ଶବ୍ଦଜ୍ଞାନ ଶିକ୍ଷଣ କାର୍ଯ୍ୟ କିଭଳି ଭାବେ ପରିଚିତ? ପରିବାର, ସମ୍ପର୍କ, ଅନୁଭବ। ଏଇଟା ହବ କଣ? ବିଷୟଗତ ଶବ୍ଦଜ୍ଞାନ। 108 ଦେଖିବା। ଦୈନନ୍ଦିନ ଜୀବନର ଏକ ମହାମୟୀ ଆମେ ବ୍ୟବହାର କରୁଥିବା ଭାଷା ଡେସ୍କ ନାମରେ ଅଭିହିତ। ଏ ହେଇଯିବ ମୌଳିକ ଓ ପାରସ୍ପରିକ ବାର୍ତ୍ତାଳାପ କୌଶଳ। 108 ର 2 ନମ୍ବର ହେଇଯିବ ଆନ୍ସର। 109 ଦେଖିବା। ଜଣେ ଶିକ୍ଷକ ମାଧ୍ୟମିକ ସ୍ତରର ପିଲାଙ୍କୁ ଏକ ବିଷୟ କ୍ଷୁଦ୍ର ଗଳ୍ପ ଦେଇ ଶକ୍ତି ଓ ନ୍ୟାୟ ଦୃଷ୍ଟିକୋଣରୁ ଏହାକୁ ଅର୍ଥ ଓ ଉଦ୍ଦେଶ୍ୟକୁ ପଢି ଆଲୋଚନା କରିବାକୁ କହିଛନ୍ତି। ଏଠାରେ ଶିକ୍ଷକ ବିଦ୍ୟାର୍ଥୀଙ୍କର କଣ ବିକାଶ କରିବାକୁ ଚାହିଁଛନ୍ତି? ନା ଆଲୋଚନାତ୍ମକ କୌଶଳ କରିବାକୁ ଚାହୁଁଛନ୍ତି। 110 ଦେଖିବା ଆମେ। ବ୍ୟାକରଣ ଶିକ୍ଷା ଶିକ୍ଷଣର ସୂତ୍ରଗତ ଜ୍ଞାନ ହେଉଛି ବ୍ୟାକରଣଗତ ପାଠକୁ କିପରି କରିବାକୁ ହେବ ତାହା ଜାଣିବା। 111 ଦେଖ। ଏଭଳିଆ କ୍ୱେଶ୍ଚିନ୍ ନା ଭାରି ଇଣ୍ଟରେଷ୍ଟିଂ ଥାଏ ପିଲାମାନେ। ଏଇଟା ଟିକେ ଭଲକି ପଢିକି କରିବ, ମାନେ ଟିକେ ଟିକେ ଆଇଡିଆ କଲେ ନା ହେଇଯିବ ଆନ୍ସରଟା। ଯେମିତି ଦେଖ, ସପ୍ତମ ଶ୍ରେଣୀର ଜଣେ ଶିକ୍ଷକ 10 ଧାଡିଆ ଗୋଟିଏ ଲେଖା ଗଳ୍ପ କହିଛନ୍ତି। ଗୋଟିଏ ଯୋଡ଼ିରେ ଜଣେ ପ୍ରଥମ ଧାଡି ପଢିଛି, ଅନ୍ୟ ଜଣକ ଆଉ ଗୋଟେ ଧାଡି ଲେଖିଛି। ଏମିତି ସେମାନେ ଅଲ୍ଟରନେଟିଭଲି ପଢିଛନ୍ତି। ସବୁ ଯୋଡ଼ି ସମୁଦାୟ ଗଳ୍ପଟିକୁ ଶେଷ କରିଛନ୍ତି ହେଲା। ପରେ ସେମାନଙ୍କୁ ଦିଆଯାଇଥିବା ମୌଳିକ ପାଠ ସହିତ ନିଜର ଲେଖାକୁ ମିଳାଇଛନ୍ତି। ଏ ପ୍ରକାର କାର୍ଯ୍ୟ କଣ କୁହାଯାଏ? ପାରସ୍ପରିକ ସତ୍ୟ ଲିଖନ କୁହାଯାଏ ହେଲା। 111 ହେଇଯିବ 4 ନମ୍ବର। ଏଥିମଧ୍ୟରୁ କେଉଁଟି ସାଙ୍କେତିକ ଭାଷା ସମ୍ପର୍କରେ ସତ୍ୟ ନୁହେଁ, କେଉଁଟି ଠିକ ନୁହଁ ହେଲା। ଏଟା ହେଇଯିବ ସାଙ୍କେତିକ ଭାଷାର ବ୍ୟାକରଣ ନଥାଏ। ଏଇଟା ହେଉଛି ରଙ୍ଗ, ଏହାର ବ୍ୟାକରଣ ଥାଏ। 113 ତ୍ରିଭାଷୀ ସୂତ୍ର ସମ୍ପର୍କରେ କେଉଁଟି ସତ୍ୟ, କୋଉଟା ଠିକ? ମାତୃଭାଷା ଘରୋଇ ଭାଷା, ପ୍ରଥମ ଭାଷା ଭାବରେ ଆଞ୍ଚଳିକ ଭାଷା। ବୁଝି ଏଟା। 114 ଔପଚାରିକ ଶିକ୍ଷା ଡେସ୍କ ପାଇଁ। ଔପଚାରିକ ଶିକ୍ଷା ହେଉଛି ଶିକ୍ଷାର୍ଥୀ ଓ ଔପଚାରିକ ଶିକ୍ଷା କାହା ପାଇଁ? ଶିକ୍ଷାର୍ଥୀ ଓ ଶିକ୍ଷକ ସେମାନଙ୍କ ଶିକ୍ଷା ଶିକ୍ଷଣ କୌଶଳ ଉନ୍ନତି ପାଇଁ ବୁଝିବା ଓ ପରିବର୍ତ୍ତନ କରିବା ହେଉଛି ଔପଚାରିକ ଶିକ୍ଷା। ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ଜଣେ ଶିକ୍ଷକ 4 ଜଣ ବିଦ୍ୟାର୍ଥୀଙ୍କୁ ନେଇ ଏକ ସହଯୋଗାତ୍ମକ ଗ୍ରୁପ ଗଠନ କରି ସେମାନଙ୍କୁ ବିଭିନ୍ନ ଭୂମିକା ପ୍ରଦାନ କରିଛନ୍ତି। ପାଠ୍ୟର ଅନୁଚ୍ଛେଦରେ ଥିବା ସଂଳାପ ପିଲାଙ୍କ ମଧ୍ୟରୁ ନ୍ୟୁନତମ ବିକାଶ ସହିତ ପଠନଗତ ବୋଧତାର ଉନ୍ନତି ଆଣିଥାଏ। ଏହି ପଦ୍ଧତିକୁ କଣ କୁହାଯାଏ? ଏହାକୁ କୁହାଯାଏ ପାରସ୍ପରିକ ଶିକ୍ଷା। ଅପସନ ହେଇଯିବ 2 ନମ୍ବରଟା। 116 ଦେଖିବା। ଜଣେ ଭାଷା ଶିକ୍ଷକ ଇଂରାଜୀରେ ଏକ ଗଳ୍ପ କହି ପିଲାମାନଙ୍କୁ ନିଜ ନିଜ ଭାଷା ଦଳ ଦଳ ହୋଇ ସେହି ଗପ କହିବାକୁ କହିଛନ୍ତି ଏବଂ ତାପରେ ସାଧାରଣ ଭାଷାରେ କ୍ଲାସରୁମ ଭିତରେ ଏହାକୁ କହିବାକୁ କହିଛନ୍ତି। ଏହି ଭାଷା ଶିକ୍ଷା ପଦ୍ଧତିର କୌଶଳ କଣ? ଏହା ହେଉଛି ଭାଷା ପରିବର୍ତ୍ତନ, ଲାଙ୍ଗୁଏଜ ଟ୍ରାନ୍ସଫର ଯୋଉଟା ପିଲାମାନେ। ଅପସନ ଏ ଠିକ ହେଇଯିବ। 117 ନମ୍ବର ଦେଖ। କେତେକ ନିର୍ଦ୍ଦିଷ୍ଟ ତଥ୍ୟ ପାଇଁ ଜଣେ ଶିକ୍ଷାର୍ଥୀ ଖବର କାଗଜକୁ ଖବର ପଢୁଛନ୍ତି। এই ପଠନକୁ କଣ କୁହାଯାଏ? ନିର୍ଦ୍ଦିଷ୍ଟ କହିଛି ନା, ମାନେ କଣ ଏଇଟା ହଉଛି ଆମର ଇଣ୍ଟେନସିଭଟା, ସେଥିଲାଗି ଏଇଟା ହେଇଯିବ ନିରୀକ୍ଷଣରେ ଯିବ। ଆନ୍ତଃଭାଷିକା ଚିହ୍ନ କଣ? ଆନ୍ତର୍ଭାଷିକା ଚିହ୍ନ କଣ? ବିଦ୍ୟାର୍ଥୀଙ୍କ ମତରେ ସ୍ଥାନୀୟ ଭାଷା ଓ ଲକ୍ଷ୍ୟ ଭାଷାର କେତେକ ଜିନିଷ ସମାନ। ଅପସନ ଏ ହେଇଯିବ ଠିକ। 119 ନମ୍ବରଟା ଦେଖ। ଷଷ୍ଠ ଶ୍ରେଣୀର ଛାତ୍ରୀ, ଏଭଳିଆ କ୍ୱେଶ୍ଚିନ୍ ନା ବହୁତ ଆସେ, ଟିକେ ଭଲକି ଦେଖ। 2-3 ମାର୍କଟା ଏମିତି ଏକା ପଡିବ। ଷଷ୍ଠ ଶ୍ରେଣୀର ଛାତ୍ରୀ ସେୟାର ବାପାଙ୍କର ବଦଳି ହେବାରୁ ପଞ୍ଜାବରୁ ସେ ତାମିଲନାଡୁ ଆସିଲେ। ତାମିଲନାଡୁର ମାତୃଭାଷା ସେ ତାର ପଞ୍ଜାବୀ ଜାଣିଥିଲା। ତାପରେ ଇଂରାଜୀରେ ସେ ଦ୍ୱିତୀୟ ଭାଷା ଭାବେ ପଢିଛି। ସେ ପଡୋଶୀ ମାନଙ୍କ ଠାରୁ ତାମିଲ ପଢିବା ଓ ଲେଖିବା ଶିଖି ଯାଇଛି। ସେ ଜାଣିଥିବା ଭାଷା ଅନୁସାରେ କେଉଁ ମନ୍ତବ୍ୟଟି ସତ୍ୟ? ତାର ପଞ୍ଜାବୀ ଓ ତାମିଲ ଭାଷା ଆହରଣରେ ଆସିଛି, ଇଂରାଜୀ ଭାଷା ଶିକ୍ଷାରେ ଆସିଛି। ଏଟା ହେଇଯିବ ଅପସନ ଏ ଠିକ ହେଇଯିବ।
120 ନମ୍ବର ଦେଖିବା। ଏଥିମଧ୍ୟରେ କେଉଁଟି ବିସ୍ତୃତ ପଠନର ଉଦ୍ଦେଶ୍ୟ ନୁହେଁ? ବିସ୍ତୃତ ମାନେ କଣ କି ଏକ୍ସଟେନ୍ସିଭ। ତ ପ୍ରଶଂସା ପାଇଁ ପଠନ, କଳନା ପାଇଁ ପଠନ, ଆନନ୍ଦ ପାଇଁ ପଠନ, ଏଟା ସବୁ ତ ହୁଏ ପିଲାମାନେ ବିସ୍ତୃତରେ। ଏଟା ହେଇଯିବ ବ୍ୟାକରଣ ଶିକ୍ଷା ପାଇଁ ପଠନ, ଏଟା ହେଇଯିବ ରାଇଟ୍ ଆନ୍ସର, ଉଦ୍ଦେଶ୍ୟ ନୁହେଁ। ୱାନ୍ ତ ଏଇଟା ଥିଲା ପିଲାମାନେ ଲାଙ୍ଗୁଏଜ ୱାନ୍ ଓଡ଼ିଆର 90 ରୁ 120 ଯାଏ କ୍ୱେଶ୍ଚିନ୍। ଆମେ ନେକ୍ସଟ ଭିଡ଼ିଓରେ କ'ଣ କରିବା? ନେକ୍ସଟ ଭିଡ଼ିଓରେ ଆମେ ପୁଣି ଯୋଉ ଲାଙ୍ଗୁଏଜ 2 ର ଓଡ଼ିଆ ସେକ୍ସନର ଯୋଉ ବାକି ଅଛି 90 ତ ନୁହଁ 120 ରୁ ଷ୍ଟାର୍ଟ ହବ, 120 ରୁ 150 ଯାଏ କ୍ୱେଶ୍ଚିନ୍ଟା ଡିସ୍କସନ୍ କରିବା ନେକ୍ସଟ ଭିଡ଼ିଓରେ ହେଲା। ଆଜି ପାଇଁ ଏତିକି ପିଲାମାନେ, ଧନ୍ୟବାଦ।